ସୁନା ଦେଖିଲ ଆଟାଚଟା ଦେଖି ଆଶ୍ଚର୍ଯ୍ୟ ହେଇଗଲି। ସମସ୍ତଙ୍କୁ ମୋର ନମସ୍କାର, ଜୟ ଜଗନ୍ନାଥ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ଜାଣିଥିବେ ମୋ ଅବସ୍ଥା ଭଲ ନାହିଁ, ଗୋଡ଼ ବଡ଼ ଖରାପ। ତଥାପି ମୁଁ ଆଜି ବାରିପଟକୁ ବୁଲିବାକୁ ଆସିଥିଲି। ଟିକେ ବାରିପଟେ ବୁଲାବୁଲି କଲା ଭଲ ଲାଗୁଛି ଟିକେ। ଆଉ ଗଛପତ୍ର ସବୁ ସୁନା ଦେଖିଲ ଆଟାଚଟା ଦେଖି ଆଶ୍ଚର୍ଯ୍ୟ ହେଇଗଲି। ଆଉ ଆପଣମାନେ ଆମ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଗୋଟେ ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ। ଦେଖନ୍ତୁ ସମସ୍ତେ, ମମି ଏବେ ଏଠି ସିଲେଇ କରୁଛି ତ। ବାବା ସେପଟେ କ'ଣ କରୁଛ ବାବା? ଓହୋ, ବାବା ଏବେ କଟାକଟି କରୁଛନ୍ତି। ମୁଁ ଏବେ ଏଠି ଅଛି, ଭିଡ଼ିଓ କରିଛି। ମମି ଏଠି ଏବେ ସିଲେଇ କରିଛି ଆଉ ନା, ଏତକ ସିଲେଇ କରିସାରିଲାଣି। ଓ କାଟି ଦେଇଛନ୍ତି ବାବା ଏବେ। ଏତେ କୁଞ୍ଚ ତିଆରି ହେଇଯାଇଛି ବା, ତିଆରି ହେଇଯାଇଛି ବା କୁଞ୍ଚ ତିଆରି ହେଇଯାଇଛି। ହଉ ତାହେଲେ ଆଉ କର। ମାନେ ଆକୁ ଏଇନା ମାନେ କ'ଣ ହବ? ଆକୁ ମାନେ ଯିବଟି, ମାନେ ଆକୁ ବିକ୍ରି ହବଟି? ଯିଏ ଦେଇଛନ୍ତି ସେ ନେବେ ଆସିକି। ମାନେ ମମି ତିଆରି କରିଛି, ମମି ଜିନିଷଟା ମାନେ କେତେ କୁଆଡ଼େ ଯିବ ଯାଇକି ନା, କେତେ କୁଆଡ଼େ ଯାଇକି ଯିବ। ମୁଁ ଏବେ ଏଠି ଅଛି। ଖାଇବ କହିନା? ଖାଇବ ନା ଏଇନେ କ'ଣ? ହଁ, ଚୁନା ଖାଇଦେବି। ଚୁନା ଖାଇଦେଲେ ହବନି? 6ଟା ହେଲା, 5ଟା ହେଲା ବା, 5ଟା ହେଲା। 5ଟା ହେଲା। ଖାଇବେ ସମସ୍ତେ? ହଁ ହଁ ବା, ସନ୍ଧ୍ୟା ହବ। ହେଇଗଲା। ଆରେ ଗୋଡ଼ କୋଉଠି ରଖିଦେଇଛୁ ବୋଧେ? ମୁଁ ଏପଟେ ରଖି ଦେଇଥିଲି, କାରଣ ମମି ଖାଲି ବୁଲଉଛି। କ'ଣ ହଉନି? ସେମିତି ସୂତା ଖସିଯିବ। ଏଇ ସୂତା ନୁହଁ, ସେଇ ସୂତା ଖସିଯିବ। ମମି ଜାଣିପାରିଲାନି। ସିଲେଇ ହଉଛି ଏଠିକି, ଦେଖନ୍ତୁ କେମିତି ସିଲେଇ। କୁଞ୍ଚଟା ଭାଙ୍ଗି ଦେଖିବୁ ଯଦି। ଲୋକମାନଙ୍କୁ ବି ମୁଁ ଦେଖେଇ ଦଉଛି ସିଲେଇ କେମିତି ହଉଛି। ଲୋକମାନେ ଜାଣିନଥିବେ ତ ସିଲେଇ କାମଟା। ହଁ, ସହଜ କାମ ଜାଣିନାହାନ୍ତି। ଜାଣିଥିବେ। ଯିଏ ଜାଣିଥିବେ ସହଜ, ନ ଜାଣିଥିଲେ ଟିକେ ମୋର 2 ଡଜନ ହେଇଗଲା। ଭିଡ଼ିଓ ନେଇଗଲେ ମମି ଏଇଠି ବସି ବସିକା 2 ଡଜନ କରିସାରିଲେ ନା। 2 ଡଜନ ବା, ଆଉ ହେଉଛି ଆଉ। ଦେଖନ୍ତୁ ସମସ୍ତେ, ମମି ଏବେ ଏଠି ସିଲେଇ କରୁଛି। ଆମେ ସିଲେଇ କରୁଛି ଏଠି ମେସିନ୍। ଏଠି ମମି ସିଲେଇ କରୁଛି। ଏତକ ସିଲେଇ କରିସାରିଲେ, ଏତକ ସିଲେଇ କରିସାରିଲାଣି। ଓ, ଏତକ ସାଙ୍ଗେ ସାଙ୍ଗେ ଏତକ ସିଲେଇ କରିସାରିଲାଣି। ଖର୍ଚ୍ଚ କରିବ ବାବା ବି ଲାଗି ଯାଇଛନ୍ତି କାମରେ। ତମେ କ'ଣ କରୁଛ? କୁଞ୍ଚ ଆରକ ତ ସାଇଜ୍ ହବ ଆଉ ନା। ବାବା ଏଠି ଏବେ ସାଇଜ୍ କରୁଛନ୍ତି କୁଞ୍ଚ ଆରକ। ମମି ଏଠି ଏବେ ଓହୋ, ମମି ସେଠି ଏବେ ତିଆରି କରୁଛି ଆଉ। ସେଇଟା କ'ଣ ଲେସ୍? ଓହୋ, ସେଥିରେ ଉପର ଲେସ୍ ଲାଗିବ। ହଉ ତାହେଲେ ତମେ ସିଲେଇ କର ଆଉ। ଏଇଟା ତଳ ଲେସ୍ଟା ସୁନ୍ଦର ଦେଖାଯାଉଛି ଏଥିରେ। ଏଇଟା ଭଲ ଲାଗୁଛି? କୋଉଟା ଭଲ ଲାଗୁଛି? ଏଇଟା ଭଲ ଲାଗୁଛି ନା ଏଇଟା ଭଲ ଲାଗୁଛି? ଏଇଟା କୋଉଟା? ଏଇଟା ଗ୍ରୀନ୍ଟା। ଗ୍ରୀନ୍ ହଁ, ଏଇଟା। ଆରେ ମୁଁ ଗ୍ରୀନ୍ କହିସାରିଲେ ବ୍ଲୁକୁ ମୁଁ ଗ୍ରୀନ୍ କହିଦେଲି। ମୁଁ ଦେଖିଥିଲି କେମିତି କ'ଣ କହୁଥିଲି, ଚିନି କରୁଥିଲି। ନା, ମୁଁ ଗ୍ରୀନ୍କୁ ମୁଁ ବ୍ଲୁ କହିଦେଲି। କତୁରୀ ଏଇଠି ବା। ଖାଇବା ପିଇବା ଆରମ୍ଭ ହେଇଯାଇଛି। ଖାଇବା ହେଉଛି। ଶାଗ ଭଲ ଲାଗୁଛି? ପାଟିରେ ଖସି ପଡ଼ିଥାନ୍ତା ଏଇନା। ହଉ, ଖାଇତେ ମୁଁ ଦେଉଛି ଆଉ କ'ଣ କରିବା। ଖାଇବା ହେଉଛି। ଆୟୁଷ ଭାତ ଖିଆଉଛି। ହଁ, ଦେଉଛି।
ଥୋଇଛି ଏଠି ହଁ ଆଟାଚଟା ଆଟାଚଟାଟି ସେ ଆଟାଚଟା ନା ପୁରୁଣା ହେଇଗଲା ତ ପୁରୁଣା ହେଇନଥିଲା ପୁରୁଣା ହେଇନି ନୂଆ ଅଛି କିନ୍ତୁ ସେ ତାର ଲକ୍ ଭାଙ୍ଗି ଯାଇଛି ସେ ଯୋଉ ବାହାର ଥୋଇଛି ଲକ୍ ହଁ ତା ଲକ୍ଟା ଛାଡ଼ି ଯାଇଛି ବୋଲି ସେଥିଲାଗି ସେ ଥୁଆ ହେଇଛି କିଏ ଗୋଟେ ବାହାରେ ଆଣିକି ଆଟାଚ ଥୋଇ ଦେଇଛି ନା ବାହାରେ ତମେ ଭାବିଲ କେତେ ସୁନ୍ଦର ପାଖି ଥୋଇ ଦେଇ ଯାଇଛି ବୋଧେ ଆଟାଚରେ ନହେଲେ ଆଟାଚ କିଏ ଥୋଇ ଦେଇଛି ଭଗ ଦେଖନ୍ତୁ ସମସ୍ତେ କହୁଛନ୍ତି ଯେ ମାନେ ଏ ଆଟାଚରେ କ'ଣ ଥୁଆ ହେଇଛି ଏଠି ମାନେ ଦେଖିକି ପୁରା ଆଶ୍ଚର୍ଯ୍ୟ ମାନେ ଭଲ ଆଟାଚଟା ନା ଦେଖାଯାଉଛି ପୁରା ଭଲ ଆଟାଚ ଭଳିଆ ଦେଖନ୍ତୁ ଏଇଟା ନୂଆ ଆଟାଚଟା କିନ୍ତୁ ଆର ଲକ୍ ନାହିଁ ବୋଲି ସେଥିଲାଗି ଲାଗୁଛି ଏମିତି ଆଟାଚଟା ହେଲା ଆଣିକି ଥୋଇ ଦେଇଛି ଆଉ ତମେ ଭାବିଲ କିଣିକି ଥୋଇ ଦେଇଛି ଆଟାଚଟାକୁ ସେ କୋଉଠି ଥୋଇଥିଲା ମାନେ ପୁରା ଭାବିଦେଲ ମାନେ କେତେ କଥା ଭାବି ଦେଇଥିବ ତାଜା ପୁର ଥୋଇଥିଲା ଆଟାଚଟା ମୁଁ ତାଜା ଉପରେ ଝଡ଼ାଝଡ଼ି କଲି ତ ଦେଖିଲା ବେଳକୁ କାହିଁ ଗୋଟେ ଜାଗା ମାନେ ଇଏ ହେଉଛି ନା ଜାଗା ନାହିଁ ଗୋଟେ ବଡ଼ ଟ୍ରଙ୍କଟା ଯେଉଁ ଥୋଇଲି ତା ଦେହରେ ସବୁ ସଜାଡ଼ିକି କୁକୁର ସେଠି କ'ଣ କରୁଛି କେଉଁଠି ସିଏ ସେଠି ଶୋଇଛି କ'ଣ କରିବ ଆଉ ମୁଁ କହିଲି ଖାଇଦେବି? କାହିଁ ଘରେ ରହିବ କାହିଁକି ଖରାପ ଆଟାଚଟା ନେଇ ବାରିଆଡ଼େ ଥୋଇଦେଲି କୁକୁର ଖାଇବାକୁ ତାଙ୍କ ମନ ମାନେ ଗଲାବେଳକୁ ନେଇକି ପଳେଇବ ସେ ଆଟାଚରୁ ସୁନା ରୂପା ହେଲା ଟଙ୍କା ସୁନା ରୂପା ସବୁ କେତେ କିଏ ଆଣିକି ଥୋଇ ଦେଇଯାଇଛି ଆଟାଚ ଦେହରେ ଗଲାବେଳକୁ ନେଇକି ପଳେଇବ କୁକୁରଟା ତ ଏଠି ଶୋଇଛି ଏଇଠି ଦେଖନ୍ତୁ ଆହ 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 ଖାଇ ଦେଇଛି ଶୋଇଛି ଆଉ ସେ ଖାଇକି ଶୋଇଛି ସେ ଖାଇଛି ଯେ ସକାଳେ ଖାଇଥିଲା ଦ୍ୱିପହରେ ଖାଇନି ଏବେ ମୁଁ ତା ପାଇଁ ଖାଇବା ଆଣି ଆୟୁଷ ଆଜି ନାହାନ୍ତି କାହିଁକିନା ସ୍କୁଲ ଯାଇଛନ୍ତି ଯେ ଆୟୁଷ ସ୍କୁଲ ଖୋଲିଲା ଏଥରକ ଆୟୁଷ ପଳେଇଲେ ସ୍କୁଲ ଆଉ ତାଙ୍କ କୁକୁରମାନଙ୍କୁ କିଏ ଖାଇବାକୁ ଦେବ ସେ ଏଠି ସେ ଯେଉଁ ଗୋଟେ ମନ ଦୁଃଖରେ ଶୋଇଛି ସକାଳେ ଖାଇବାକୁ ଦେଇକି ଯାଇଛନ୍ତି ବର୍ଷା ଯୋଗୁଁ ପୁରା ଛାଇ ଅଛି ଆଜି ଖରା ନାହିଁ ବେଶୀ ନା ପାଗଟା ପୁରା ଥଣ୍ଡା ଅଛି ଦେଖନ୍ତୁ ଆମେ ବାଡ଼ି ପଟକୁ ଆସିଛୁ ବୁଲିବା ପାଇଁ ଆଜି ବା ଶାଗ ଏଇଠୁ ନେଇଥିଲେ ବୋଉ ଯେଉଁ କହିଲ ଯେଉଁ ଶାଗଟା ଯେଉଁ ଭଲ ଲାଗୁଥିଲା ବୋଉ ଏଇଠୁ ଶାଗଟା ନେଇକି ଗଲେ ବା ଦେଖନ୍ତୁ ଆମ ବାରିପଟ ସମସ୍ତେ ଖାଲି ଜଙ୍ଗଲ ହିଁ ଜଙ୍ଗଲ ବାରିପଟେ ଖାଲି ଜଙ୍ଗଲ ହେଇଛି ଦେଖନ୍ତୁ ମୁଁ କେତେ ବାଟ ଆସିଲାଣି ହେରି ବାଡ଼ି ଭିତରକୁ ଆଜି ଗୋଟେ ସୁଗନ୍ଧରା ରାଜା ଫୁଟିଥିଲା ସୁଗନ୍ଧରା ରାଜା ଫୁଲ ହଁ ଦିଆହେଲା ବା ଯେଉଁଠି ସେଇଠି ଯେଉଁ ଗଛଟା ଦେଖାଯାଉଛି ସେଇଟା ହେଉଛି ଆମ ସୁଗନ୍ଧରା ରାଜା ଗଛ ମୁଁ ଗୋଟେ ପାଖକୁ ନେଇଯାଉଛି ସୁଗନ୍ଧରା ରାଜା ଗଛଟା ଦେଖେଇବା ପାଇଁ ଆରେ ଟଗର ଗଛଟା ଯୋଇ ନଥିଲା ଟଗର ଗଛରେ ଫୁଲ ଫୁଟିଲାଣି ବା ଏଇଠି ଆଁ ନା ସେ ପୋକ ଲାଗିଯାଇଥିଲା ଏବେ ଫୁଟିଲାଣି ହେଲା ହଁ ବା ଏଥିରେ ସୁଗନ୍ଧରା ରାଜା ଫୁଟିଯିବା ହେଇଛି ସୁଗନ୍ଧରା ରାଜା ଫୁଟିଛି ମାନେ ଯେଉଁ ଗୋଟେ ପୋକ ନୁହଁ ପୋକ ଖାଇ ଦେଉଛନ୍ତି ଏଠି ଦେଖନ୍ତୁ ସୁଗନ୍ଧରା ରାଜା ଫୁଟିଛି ଏଇଟା ପୋକ କେମିତି ଖାଇଯାଉଛନ୍ତି ଗଛ ଦେହରେ ପୁରା ପୋକ ହେଇଯାଇଛି ଗଛ ଆଉ ଏଠି ଟଗର ଗଛଟା ଏମିତି ବି ସେମିତି ବି ପୋକ ହେଇଯାଉଛି କେତେ ସୁନ୍ଦର ସୁନ୍ଦର ହେଉଛି ଗଛ ମୁଁ ଲଗାଉଛି ଯେତେ ଲଗାଇଲେ ସେ ଖାଲି ପୋକା ହେଇଯାଉଛି ଦେଖନ୍ତୁ ସୁଗନ୍ଧରା ରାଜାଟା ହେଇଗଲାଣି ଟିକେ ବଡ଼ ହେଇଗଲାଣି କେଉଁଠି ଉଠିଛି ମାନେ ଟଗର ଗଛଟା ଲଗେଇଥିଲା ସେ ଭଣ୍ଡା ଗଛଟା ସେଇଠି ଉଠିଗଲା ବାଡ଼ିପଟେ ତ ତୁଳସୀ ଗଛ ଦେଖିବ ବହୁତ ଅଛି ତୁଳସୀ ଗଛ ସେପଟେ ଏମିତି ହେଇଛି ବହୁତ ତୁଳସୀ ଗଛ ମୁଁ ପୁରା କେତେ ବାଟ ପଳେଇ ଆସିଛି ପୁରା ବାଡ଼ି ପଟକୁ ମାନେ ପୁରା ଲାଷ୍ଟକୁ ପଳେଇ ଆସିଛି ଦେଖନ୍ତୁ ବାଉଁଶ ବୁଦା ହାରିକି ଅଛି ମୁଁ ଲାଷ୍ଟକୁ ପୁରା ପଳେଇ ଆସିଛି ସେଇଟା ଆସିପାରିବେନି ବୋଲି ସେଠି ଛିଡ଼ା ହେଇଛନ୍ତି ବାଡ଼ି ପଟେ ପଛରେ ଛିଡ଼ା ହେଇଛନ୍ତି ସେଠି କେତେ ବାଟରେ ଛିଡ଼ା ହେଇଛନ୍ତି ଆସିପାରିବେନି କାରଣ ଚପଲ ପିନ୍ଧି ନାହାନ୍ତି ନା ଚପଲ ପିନ୍ଧିଲେ ସେ ଚାଲି ପାରୁନାହାନ୍ତି ଚପଲ ପିନ୍ଧିଲେ ତାଙ୍କର ଯେଉଁ ଗୋଡ଼ଟା ଅପରେସନ୍ ହେଇଛି ନା ସେ ଅପରେସନ୍ ଜାଗାଟା କାଟୁଛି ଯେଉଁ ରଡ଼୍ଟା ଦିଆହେଇଛି ସେ ରଡ଼୍ଟା ମାନେ ପାଦଟା ଉଠୁନି ସିଏ ଗୋଡ଼ ପକେଇକି ଉଠେଇଲା ବେଳକୁ ସେଥିଲାଗି ଏପଟକୁ ଆସିଲେନି ମୁଁ ପଳେଇ ଆସିଲି ପୁରା ଲାଷ୍ଟକୁ ଯାଇଥିଲି ବାଡ଼ିପଟକୁ ହଁ କ'ଣ କହିଲ ହଁ ବା ସେ ସବୁଥିରେ ପୋକ ଲାଗିଯାଉଛନ୍ତି ବୃଷଙ୍ଗ ଗଛ ହେଇଛି ସିଏ ବି ପୋକ ଲାଗିଯାଇଛି ଏଇଠି ଏଥିରେ ବି ସେ ପୋକ ଲାଗିଛନ୍ତି ନା ପୋକ ଲାଗିଯାଉଛନ୍ତି ତମେ ଯାଇପାରିଲନି ମୁଁ ସେପଟକୁ ବାରିପଟକୁ ପଳେଇ ଆସିଲି ଲାଷ୍ଟରୁ ବୁଲିକି ହଁ
ଆସ ଘରକୁ। ଅରଖ ନା ଗଛ ଯିବନି? ବି ଉଠିଲାଣି, ଧଳା ଅରଖ ଗଛ କେତେ ଉଠିଲାଣି। ହଁ ଅରଖ ଗଛ ଏଠି କେତେ ହେଇଛି, ମଞ୍ଜି ପକେଇ ଦେଇଥିଲି ଆଣିକି। ଏ ଧଳା ଅରଖ ହେଉଛି ମହାଦେବଙ୍କର ପ୍ରିୟ ନା। ସିଏ ଫୁଲ। ଫୁଟିଲେ କେତେ ଫୁଲ ଫୁଟିବ। ହୁଁ ସୋମବାର ମହାଦେବଙ୍କ ପାଖକୁ ଯିବ ସବୁ ଡେଲି 108। ସୋମବାର ତ 108 ମାଳ କରିକି ନେଲେ ଭଲ ଲାଗେ। ମାନେ ମହାଦେବଙ୍କର ତ ପ୍ରିୟ ଆଉ ସେ ଫୁଲ ଆଉ ମୁଁ କରିକି ନିଏନି। ଡାଳିମ୍ବ ଗଛଟା ନଷ୍ଟ ହେଇଗଲା। କେଉଁଟା? ଡାଳିମ୍ବ ଗଛ ହଁ ବା ଯିବା ଗୋଟେ ଗାଈଟେ ମାନେ ଆସିଥିଲା ହାରି, ସିଏ ପଶି ଆସିଥିଲା ଏପଟକୁ, ଡାଳିମ୍ବ ଗଛଟା ପୁରା ଭାଙ୍ଗିଦେଲା ଆଉ। କଦଳୀ ଏଟା ହେଇଗଲାଣି। ହଁ କଦଳୀ ହେଇଗଲାଣି ସିଏ ଆଉ, ପାକଳ ହେଇଗଲାଣି। ଠାକୁର ହେଇଗଲାଣି ଠାକୁରଙ୍କର ଆଉ।